ওম জয় শ্রী সীতারাম বাল্মীকি রামায়ণ অযোধ্যাকাণ্ড সুমন্ত মন্দির রাম সমীপে গমন রাম ও সীতাঙ্ক মন্ত্রণা প্রথম ভাগ যে আজ্ঞা কহিন মন্ত্রী গলে অতি খরে বাটে আসু বিচারন্তি আপনা মানায়ে অভিষেক বিলগরে যাওসি সম্প্রতি কিম্পাই হেমন্ত কথা বইলে নপতি রাম অধিক প্রিয় রায়াঙ্কর নাহি তেଣୁ ସ୍ନେହ ଦେଖିବାକୁ ଆନନ୍ତି ଡକାଇ କିଅ ବାଗୁପତ କିଛି ଥିବ ତାଙ୍କ ସଙ୍ଗେ ଏତେ ଭାରି ମନ୍ତ୍ରୀ ବର ଯାଏ ଅତି ବେଗେ ଶ୍ରୀରାମଙ୍କ ଅନ୍ତଃପୁରେ ମିଳେ କୟାଇ ଗହଳ ଚହଳ ସବେ ପୁରୁଷ ରହି ଦ୍ୱାର ଜଗି ରହିଛନ୍ତି କେତେ ଅସ୍ତ୍ରଧାରୀ ସେଠାରେ ମନ୍ତ୍ରୀ ବର ରଥର ତଳେ ବଇଲେ ହରିଗଣ ବେଗେ ହୋଇଯାଅ ମୁଁ ଆସିବା କଥା ରାମ ସାମରେ ଜଣାଅ ଏହା ଶୁଣି ଡରିତ ବେଗେ ଚଳିଗଲା ପାରି ପରି କର ଜୋରି ଆଗେ ଉଭା ହେଲା ବଇଲାରେ ରହି ଦେବ ଦେବର ଗୋକୁଳ ବର ଡାଏ ଉଭା ହୋଇଛନ୍ତି ବୁଦ୍ଧ ମନ୍ତ୍ରୀ ବର ଆଜ୍ଞା ଦେଲେ ତୁମ୍ଭ ସଙ୍ଗେ କହିଲେ ସାକ୍ଷାତ ଶ୍ରୀରାମ ବୋଇଲେ ତାଙ୍କୁ ଆନତ ତରିତ ଯେ ଆଜ୍ଞା କହିନ ଦ୍ୱାରି ସତ୍ପରେ ହୋଇଲା ସୁମନ୍ତ ମନ୍ତ୍ରୀର ଆଗେ ସମସ୍ତ କହିଲା ଶ୍ରୀରାମଙ୍କ ନିକଟକୁ ଗଲେ ମନ୍ତ୍ରୀ ବର ବଇଲେ କୋ ମତେ ଆଜ୍ଞା ଦେଲେ ଦଣ୍ଡଧର ତୁମ୍ଭେ ତାଙ୍କ ନିକଟକୁ ଯିବ ଏହି କ୍ଷଣେ ଶୁଣିଲା ମାତକେ ତାହା ଜନକ ଦୋଲଣି ତାହାଙ୍କର ମୁଖ ଚନ୍ଦ ଦିଶିଲା ମଳିନ ବଇଲେ ବ୍ୟାକୁଳ କିମ୍ପା ହୁଏ ମୋର ମନ ଶ୍ରୀରାମ ବଇଲେ ପ୍ରିୟେ ଭାବନା ନ କର କୈକେୟୀ ଦେବୀଙ୍କ ପୁରେ ସନ୍ତାନ ପବର ସର୍ବଦା ମୋହିତ ବାଞ୍ଚା କରନ୍ତି କୈକେୟୀ ନିଶ୍ଚୟ ଆଜି ଅଯୋଧ୍ୟାରେ ହେବି ନରସାଇ ସଖୀଙ୍କ ସଙ୍ଗତେ ତୁମ୍ଭେ ଥାଅ ଏହି ସ୍ଥାନେ ମୁହିଁ ଯାଉଅଛି ବୋଧ ପିତା ସମ୍ମିଳନେ ଆନନ୍ଦରେ ଥାଅ ପ୍ରିୟେ ଘେନି ସହଚରେ ଏହି କ୍ଷଣି ତୁମ୍ଭ ପାଶେ ଆସିବ ଫେରି କୁଳଙ୍ଗୀ ନୟନା ସେଇ ଜନକ ନନ୍ଦିନୀ ବଇଲେ ଭପାୟନାଥ ଦିନେ ପଦ୍ମଜନେ ଦେବଗଣ ଋଷିମୁନି ଘେନି ସଙ୍ଗତରେ ଅଭିଷିକ୍ତ କରିଥିଲେ ଇନ୍ଦ୍ରଙ୍କ ସ୍ୱର୍ଗରେ ସେହିପରି ବିପ୍ରଗଣ ଘେନି ନୃପନାଥ ତୁମକୁ କରନ୍ତି ରାଜ୍ୟ ଅଭିଷିକ୍ତ ଦାସୀ ପାଇ ଖଟୁଥିବି ତୁମ୍ଭ ପାରି ମୁହିଁ ରଖନ୍ତୁ ତୁମ୍ଭର ପୂର୍ବ ଭାଗ ସଚି ସାଇ ତୁମ୍ଭର ପଶ୍ଚିମ ଭାଗ ରଖନ୍ତୁ ବରୁଣ
କରନ୍ତୁ ରକ୍ଷଣ ଦକ୍ଷିଣ ଭାଗକୁ ରକ୍ଷା କରନ୍ତୁ ସମାନ ଏତି କହି ପଶେ ପଶେ କଳିକ ଗମନ ଦ୍ୱାର ବନ୍ଧ ନିକଟର ଫେରେ ସତୀ ଅନ୍ତପୁର ବାହାରିରେ ପ୍ରଭୁ ରଘୁପତି ଗିରି ଗୁହା ମଧ୍ୟ ସିଂହ ଜିସନେ ବାହାରି ଆସୁ ଆସୁ ଲକ୍ଷ୍ମଣଙ୍କୁ ଭେଟିଏ ରୁହାଏ ହାତ ଯୋଡ଼ି ସୌମିତ୍ରୀ ଉଭା ହୋଇ ବସି ତାଗି ସମସ୍ତ କହି ଗଲେ ରଘୁପତି ଓଁ ଜୟ ସୀତାରାମ।